ତ ସାଙ୍ଗମାନେ ମୁଁ ଏବେ ଅଛି ଆସିକି ଆମ ଗାଁର ମଝିରେ। ସେପଟେ ଘର ଅଛି, ଏପଟେ ବି ଘର ଅଛି, ଆଉ ସେପଟେ ବି କିଛି ଘର ବି ଅଛି। ଦେଖାଉଥିବ ତମକୁ, ସେପଟେ ବି କିଛି ଘର ଅଛି। ଏଇଟା ହଉଛି ଆମର ଆଗ ଭିଡ଼ିଓରେ ବି ସରି ଏଇଟା ଆମର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ହୋମିଓପାଥି ଚିକିତ୍ସାଳୟ ଅଛି। ସେଠି ଆମର ଏଇ ବସୁଛନ୍ତି ଆମର ଏଠି ଯିଏ ଷ୍ଟାଫ୍ ତାଙ୍କର ଅଛନ୍ତି, ସେଠି ଯେ ଜଣେ ବସିଛନ୍ତି ଜଗାର ଖାଇ ସେ ସବୁ କିଛି କରୁଛନ୍ତି। ତ ଗାଇସ୍, ଆଉ ମୋର ଗୋଟେ ମିନି ଛୋଟ ଭିଲେଜ ବ୍ଲଗକୁ ମୋର ସ୍ୱାଗତ ଜଣାଉଛି। ତ ରାମ ରାମ ଭାଇମାନେ। ଆଉ ତାପରେ ନେକ୍ସଟ ଉପରେ ବାତ୍ୟା ତ ଆସୁଛି ବୋଲି ସବୁ କିଛି କ'ଣ କରିବେ, କିଛି ଗାଁର ପରିସ୍ଥିତି କ'ଣ, ବାତ୍ୟା ପରେ ପରିସ୍ଥିତି କ'ଣ ହେଉଛି ଦେଖେଇବି। ବାତ୍ୟା ପୂର୍ବରୁ ପରିସ୍ଥିତି ସେମିତି କିଛି ବି ମାନେ ଏବେ କିଛି ନାହିଁ ଯେ ବାତ୍ୟା ବିଶେଷ କିଛି ହବ ବୋଲି ଗାଁରେ ସେମିତି କିଛି ଜଣାପଡ଼ୁନି। ତାପରେ ଅଲରେଡି ସବୁ କିଛି ଠିକ ଠାକ ଅଛି ଏଠି ଗାଁରେ। ଏଇ ଯୋଉ ଦେଖୁଛ ଏଇ ଯୋଉ ପଡିଆ, ଏଠି ଆଗରୁ ଗାଁର ଯୋଉ ନା ଗାଁର ପୁରୁଣା ସ୍ମୃତି, ଏଇ ଯୋଉ ଟ୍ରାନ୍ସଫର୍ମର ଏଠି ନଥିଲା, କିଏ ଦିୱାଲ ଏଠି ନଥିଲା, କିନ୍ତୁ ଆକ୍ଚୁଆଲି ମେଡିକାଲଟା ଥିଲା। ମେଡିକାଲ ଥିଲା କିନ୍ତୁ ସେ ଦିୱାଲ ହିଁ ନଥିଲା। ଏଇ ଯୋଉ ଘର ସେ ତାରିଣୀଟା, ସେଠି ଯୋଉ ଠାକୁରଟା ଅଛି, ସେ ଠାକୁର ଅଲରେଡି ଥିଲା ସେଠି। ଏଠି ସବୁ କିଛି ବି ପୂଜା ପାଠ ଏଠି ହୁଏ। ଏଇ ଯୋଉ ପଡିଆ ଏବେ ଦେଖୁଛ ନା, ସେ ପଡିଆ ଆମ ଗାଁର ବହୁତ ପୁରୁଣା ପଡିଆ। ଏଠି ମୁଁ ଯେତେବେଳେ ଛୋଟ ହେଇଥିଲି ନା, ଏଠି ପଡିଆରେ ମାନେ ଏଠି କ୍ରିକେଟ ଖେଳ ଡେଲି 4ଟା ବେଳେ ଆସି କ୍ରିକେଟ ଖେଳେ। ଏଠି ସମସ୍ତେ ଖେଳୁଥାନ୍ତି ତ ବଡ ପିଲା, ଆମେ ସେପଟେ ଯାଇକି ଖେଳୁଥିବୁ। ଆଉ ଏଇଠି ସମସ୍ତେ ବସା ଉଠା ଇଏ ସିଏ ଦିଲା, ସେ ଦିନ ଆଉ ନାହିଁ ଯେ ସେ ସ୍ମୃତି। ଛୋଟିଆଟେ ଗଛଟା ବି ଛୋଟିଆଟେ ଥିଲା। ଏ ରାସ୍ତା ଗୁଡା ସବୁ ନାଲି ଗୋଡି, ଏଇ ଯୋଉ ରାସ୍ତାଟା ଯାଇଛି ରାସ୍ତା ପୁରା ନାଲି ଗୋଡିରେ ପାଣି। ମୁଁ ଯେତେବେଳେ ସ୍କୁଲରେ ପଢୁଥିଲି, ମତେ ଏବେ 25 ଇୟର୍ସ ହେଇଗଲାଣି, ମୁଁ ଯେତେବେଳେ ସ୍କୁଲରେ ପଢୁଥିଲି ସେତେବେଳେ ଏ ଜାଗା ଇଏ ରୋଡ ବି ନଥିଲା। ଏଇ ଯୋଉ ମେଡିକାଲକୁ ଏଇ ଯୋଉ ରୋଡଟା ହେଇଛି, ଏ ରୋଡଟା ବି ନଥିଲା। ଆଉ ଏଇ ଯୋଉ ପରିସ୍ଥିତି ସାହିର ଏ ସବୁ ପରିସ୍ଥିତି, ପୋଖରୀ ଇଏ ସବୁ ଆକ୍ଚୁଆଲି ଥିଲା, କିନ୍ତୁ ଏମିତି ହିଁ ନଥିଲା। ଏଇ ଟାଇପର ନଥିଲା, କି ରୋଡ ବି ଏଇ ଟାଇପର ନଥିଲା। ଆଉ ଏଠି ପଡିଆର ସ୍ମୃତିଟା ଅଲଗା ପ୍ରକାର, ଏଇ ଯୋଉ ପଡିଆର ସ୍ମୃତି। ଆଉ ସେପଟେ ଗୋଟେ ପୋଖରୀଟେ ବି ରହିଛି, ସେଠି କେତେ ବଲ ନ ହଜିଛି ବହୁତ। ଏଇଠି ଗୋଟେ ଘରଟେ ଥିଲା, ସେ ଯୋଉ ବାଉଁଶ ଗଛ ଦେଖାଉ, ସେ ବାଉଁଶ ଗଛ ସେପଟେ ଗୋଟେ ଘରଟେ ଥିଲା। ସେଇଠି ଆମେ ଟ୍ୟୁସନ ହଉ, ସେଠି ସବୁ ଟ୍ୟୁସନ ହଉ, ପାଠଶାଠ ପଢା ହୁଏ। ଏମିତି ମାନେ ପ୍ରକୃତରେ ପଡିଆକୁ କେବେ କିଛି କେହି ଭୁଲି ହବନି। ଏଇଟା ହେଇଛି ସେ ପଡିଆ। ତାପରେ ମୁଁ ଯିବି ଦେଖେଇବି, ଆମର ସେପଟେ ସ୍କୁଲ ଅଛି, ସେପଟେ ଦେଖେଇବି। ଏବେ ଲାଇଟ କମିଗଲାଣି ବାତ୍ୟା ପାଇଁ, ଧୀରେ ଧୀରେ ପୂର୍ବରୁ ଟିକେ ବର୍ଷା ହେଇଗଲା, ବାତ୍ୟା ପାଇଁ ଲାଇଟ କମିଗଲାଣି। ତାପରେ ମୁଁ ଯିବି ଦେଖେଇବି ଆମ ସ୍କୁଲଟା ବି ଦେଖେଇବି, ସ୍କୁଲଟା ଦେଖେଇବି, କିନ୍ତୁ ଲାଇଟ କମି ଆସିଲାଣି। ବାତ୍ୟା ପୂର୍ବରୁ କ'ଣ ଅଛି କ'ଣ ନାହିଁ, ଏ ହଉଛି ମେଡିକାଲର। ଏଇଠି ସବୁ ଔଷଧୀୟ ଗଛ ସବୁ ଲାଗିଛି। ଦେଖ ମୁଁ ଏଠି ଜୁମ କରିକି ଦେଖଉଛି, ଲେଖା ହେଇଯିବି ଔଷଧ ଉଦ୍ୟାନ। ଏଇଠି ଔଷଧ ସବୁ ଅଛି, ସବୁ ଆୟୁର୍ବେଦିକ ଔଷଧର ଗଛ ଫଛ ସବୁ କିଛି ଲାଗିଛି। ଆଉ ତ ଫାଇନାଲି ମୁଁ ଯିବି, ତାପରେ ସ୍କୁଲ ଆଡକୁ ଯିବି କି ନଈ ଆଡକୁ ଯିବି, ତାପରେ ଯାଇକି ତାକୁ ଦେଖେଇବି। କିଛି ଲାଇଟ କମିଗଲାଣି, ମୁଁ ଟିକେ ଶୋଇ ପଡିଥିଲି ବୋଲି ଘରେ, ମୁଁ ବାହାରି ପାରିନଥିଲି। ଆଉ ଭାଇ ମାନେ ଆପଣ ମାନଙ୍କ ସପୋର୍ଟ ଆଉ ଭଲ ପାଇବା ମିଳିଲେ ହିଁ ମୁଁ ଯାଇକି ଆଗକୁ ଯାଇପାରିବି, ନହେଲେ ତ କେବେ ମୁଁ ଆଗକୁ ଯାଇପାରିବିନି। ଆପଣ ମାନେ ମତେ ଚାହିଁଲେ ଦେଖିବେ ମୋ ଭିଡିଓକୁ। ଏମିତି ବି ମାନେ କାହାକୁ ଭଲ ଲାଗୁଥିବ ଗାଁ, କାହାକୁ ଭଲ ଲାଗୁଥିବ, ଯୋଉମାନେ ବି ଅଦର ଓଡିଶା ବାହାରେ ଯୋଉମାନେ ରହିଲେ, ସେମାନଙ୍କୁ କିଛି ଗାଁ କଥାଟା ମନେ ପଡୁଥିବ, କି ସାଙ୍ଗସାଥି ଆସିବେ ଯୋଉମାନେ ଥିବେ, ମତେ ଯିଏ ଚିହ୍ନିଥିବେ, ସେମାନଙ୍କୁ ମନେ ପଡିବ କି କ'ଣ ହବ। ଭାଇ ମାନେ ଆପଣ ମାନଙ୍କ ସପୋର୍ଟ, ଆପଣ ମାନଙ୍କ ଭଲ ପାଇବା କିଛି ନହେଲେ ନା, ଅଡିଏନ୍ସ ମାନେ କିଛି ବି ନ କଲେ କୌଣସି ଭିଉ ବି ଆସିବନି। ଆଉ ଯଦି ବି ସେମିତି କିଛି ଭିଉ ବି ଆସିବ ନା, ସେ କାହା କୋଉଠି ଆସିବ, ସେମିତି କିଛି ବି ଆମର କିଛି ଫାଇଦା ହବନି। ଆପଣ ମାନଙ୍କ ଭଲ ପାଇବା ଯେହେତୁ ମିଳିବ, ତାପରେ ଯାଇକି ଆମେ ଆଗକୁ ଯାଇପାରିବୁ, ନହେଲେ କେବେ ବି ଯାଇପାରିବୁ ନାହିଁ। ଆଉ ତ ଭାଇ ମତେ ହାଇ କରିକି ଯାଉଛି, ସେଠି ରାସ୍ତାରେ ଯାଉଛନ୍ତି। ଆଉ ଏମିତି ତ ଗାଁର ପରିସ୍ଥିତି ତ ବହୁତ, ଯାହା ବେଲେ ଆଗ ଅପେକ୍ଷା ଗାଁରେ ରାସ୍ତା ନଥିଲା, ଇଏ ନଥିଲା, ସବୁ କିଛି ବି ଚେଞ୍ଜ ହେଇଯାଏ। ଦେଖ ଲାଇଟ ପୁରା କମିଗଲାଣି, ତ ଜାଣିପାରୁଥିବେ ଲାଇଟ ପୁରା ହିଁ କମିଗଲାଣି। ଆଉ ମୁଁ କ'ଣ କହିବି, ଆଉ ମୁଁ ତ ସନ୍ଧ୍ୟା ହେଇ ଆସିଲାଣି, ସନ୍ଧ୍ୟା ବେଳର ଦୃଶ୍ୟ କିଛି ତମକୁ ଦେଖେଇବି। ଯଦି ତ ଆପଣ ମାନେ ଭଲ ପାଇବା ଦେଲେ ହିଁ ମୁଁ ଆଗକୁ ବଢି ପାରିବି। ଯଦି କିଛି ଭଲ ପାଇବା ନ ଦେଇ ପାରିବେ, ତାହେଲେ ମୁଁ କିଛି ଆଗକୁ ବଢି ପାରିବିନି। ଆଉ ଏତିକି କହି ମୁଁ ତାପରେ ମାନେ ସବୁ କିଛି ତ ଦେଖେଇବାକୁ ଚାହୁଁଛି,
तू जदि भल पाइबा देखे आगु को सब किसी तुमको देखी टोटाल जी भी कमेंट कर जी भी कहे आपण निज गाँ को जाकि निजे गाँ को जाकि तुम गाँव सब किसी वीडियो निजे जाकि पकेबी आउ दयाकरी टे लाइक करेंगे आ सपोर्ट करेंगे तापर मु आगू जाकि भगवान को डाकुची से प्रार्थना कर समस्ते भल थे मुझे भल रही भल रही ही आगू को परवर्ती वीडियो आनी पारि तो चलो जीवा आम सेपटे स्कूल आड़े जा नई आड़े जा नई आड़े जा देखे तो फाइनाल मुझे नई पाखे पहुँच जाइए आ नई रोड रे चल चलिया जाऊँगी नई पाखे जाऊँगी देख एपटे जाऊँ 3 जन चल चलिया आमती किसी नईर भ्यू अच्छे सेपट जड़े लाट्रिन जाइए बोले मुझे को कैमेरा बुलाऊनी आमती किसी भ्यू अच्छे रास्तार नईर आईटा देख नई एमती किसी भ्यू अच्छे ये सब जाऊँ सांग मैंने पार्टी कर जाऊँ आगू को आगू गला बसबू ये करू से करू यही तो सांगसाथी भितर नदी आड़े बुलवा ये तो सब मजा देख सेपटे किसी भगवान बस सब बिलरे धान सब कटा सर भगवान सब उड़ुन बस तो संध्या आसला पूरा लाइट लो हो गला लो लाइट रे कौन देखा जहाँ जी तो देखा भाई तमें मैंने चाहिए ही सब किसी हो पार से भ्यूटा कि मस्त आसूची कि भाई मैंने सेपटे हूँ पहाड़ सेपटे से पहाड़ा पूरा उदयगिरी अच्छी सेपटे पार्कटा से तो नई तो साढ़े साढ़े जाइए सेपट तो अलग किसी गाँ अच्छी एमती किसी तो नदीर भ्यू अच्छे एमती ये सब चल फ्री फायर गप ये सब 3टा चल चलचु आउर किसी जाइए पिला आसवे पिला आसला बसबू बस कथबार्ता है मजा मस्ती करी तो गाँव रहा है विशेष मजा आ तो कौटी सेमती किए कौट जा जब कर कि कौन कर भाई ये समस्ते गाँव में रही गोटे जगह आसिक बुलवा गोटे जगह आसिक पहुँचा गोटे भ्यू देखी थी भाई सुंदर लगुच कहल ये पक्षी मैंने उड़ी जाऊ संध्या बेल दृश्य ये संध्या बेल दृश्य सी भाई पूरा अलग प्रकार दृश्य ये लाइट पूरा लो हो गला जाननी कौन के वीडियो देखा मुझे उल्टा धरिक कैमेरा धरिक वीडियो करुँगी संध्या बेले आम ये नदी देख गाधौ जड़े ये संध्या गाधौ भाई सब ये नदीर मजा ही अलग ये गाँव मजा नदीर मजा ये सब भाई से सब किसी अलग भाई जिते जहाँ बेले सहर गाँ भितर बहुत डिफरेन्ट थाए आई सब देख सेपटे गोटे ब्रिज देखा देख है से ब्रिज पाखे आम बजार एपटे बाँ पटक बजारटा सीधा रोड गले पूरा बजारटा पड़ो यहीपटे है टोटाल यपटे है आम टोटाल गाँटा यहाँ जोटा देखा ना यहाँ पूरा है टोटाल आम गाँटा मुझे पूरा अच्छी कि यापर सेपट तो अलग किसी गाँ अच्छी आउपटे आम तो से आगू जीवन देखा तो तुझे अनौच मुझे देखा भितर हाँ ये चल फ्री फायर गप ये संध्या बेले खाली नदी आड़े आसबू ये गाँव ये प्रकृतर मजा समस्ते मिसी मासिक आसिक ये चल फ्री फायर सी आ गोटे पिला आसी सेपटे चल चलिए हाँ ठीक 7टा बाजिज भर कह ठीक 7टा हो तो चलो फ्री फायर है डाटा सर जारे तो सर जा लाइट पूरा लो हो गला एमती किसी तो यही सब कथा गाँव समस्ते किसी ना किसी गाँव एमती किसी नहीं जे सुख नहीं बोली गाँव कहीं कहीपर भाई सांग साथी सांगे जो मजा ना ये रही किसी करी भाई गाँव में रही किसी करी सांग साथी सहित परिवार सहित रही मजा मस्ती करी खाई पी आराम से रहा भाई खुशी अलग प्रकार भाई नेक्स्ट थे बात्या आसूची बात्या गाँव किसी भी टेंशन ना भाई किसी टेंशन ना कि ना भाई आउ जी भी मिलूँ जहाँ भी जहाँ भी कम ना ये करी जहाँ भी जमी थे भी सब चढ़ी जाती
ଆଉ କେହି କାହା ଉପରେ ଡିପେଣ୍ଡ କରୁନାହାନ୍ତି ଏଠି। ବାସ୍ ନିଜେ କାମ କଲେ ତ ନିଜେ ଖାଇଲେ ଭାଇ। ଏଠି କିଛି ଚାକିରି ଦରକାର ନାହିଁ କି କିଛି ଦରକାର ନାହିଁ। ଭାଇ କାମ କଲେ ଖାଇଲେ ବାସ୍ ଚାଲିଲେ। ତ ସବୁଆଡେ ସେମିତି କିଛି ଥାଏ। ଆଉ ଏମିତି ସବୁ ତ ଭିଉ ଅଛି ଦେଖୁଛ। ନେକ୍ସଟ ଟାଇମ ଆଉ ଟିକେ ସନ୍ଧ୍ୟା ହେଇଯାଉ, ମୁଁ ତମକୁ ସବୁ କିଛି ଲାଇଟ ଭିଉ, ଆମ ମନ୍ଦିରର ଲାଇଟ ଭିଉ, ନଦୀର ଭିଉ ତ ଆଉ ତ ଦେଖେଇ ହବନି। ରାତି ଗଲେ ନଦୀ ଭିତରେ ଥୋଡି ନା ଲାଗିଥିବ କି ଆଉ ଲାଇଟ ତ ଲାଗିବ। ନଦୀର ଭିଉ, ଆମ ସରି ସେ ନଦୀ ପାଖରେ ଯୋଉ ଥିବା ମନ୍ଦିରର ଭିଉ, ଆଉ ସେଟା ଆମର ଛକରେ ସେଠି ଅଛି। ଆମର ଛକରେ ଦୋକାନ ବଜାର, ଛୋଟ ଛୋଟ ଦୋକାନ ବଜାର କେମିତି କଣ ପରିବେଶ ଇଏ ସିଏ ସବୁ କିଛି ଭାଇ ଡିଟେଲ୍ସ ଦେଖେ। ଆପଣ ମାନଙ୍କ ସପୋର୍ଟ ଦରକାର ଆଉ ଭଲ ପାଇବା ଦରକାର। ଏତିକି ସପୋର୍ଟ ଭଲ ପାଇବା ମିଳିଲେ ମୁଁ ଟୋଟାଲ ସବୁ କିଛି ଦେଖେଇଦେବି, ସବୁ କିଛି ଦେଖେଇବି। ଧୀରେ ଧୀରେ ବି ମତେ ବି ଇଚ୍ଛା ହବ ଯେ କି ହଁ ମୋ ଅଡିଏନ୍ସ ମାନେ ଚାହୁଁଛନ୍ତି କି ମୋ ଭିଡିଓ ଦେଖିବାକୁ, ଭଲ ଲାଗୁଛି ଗାଁର ଭିଡିଓ ସମସ୍ତଙ୍କୁ ଦେଖିବାକୁ, ତାପରେ ମତେ ଟିକେ ଭଲ ଲାଗିବ। ତଥାପି ଆପଣ ମାନେ ମୁଁ ଯେତେ ବି ଚେଷ୍ଟା କଲେ ଜିରୋ ଷ୍ଟାର୍ଟ କରିକି ଆରାମସେ ଧୀରେ ଧୀରେ ଭାଇ ଭଲ ଲାଗୁଛି ସମସ୍ତଙ୍କୁ, ନିଶ୍ଚୟ ଭଲ ଲାଗିବ। ଗାଁ କଥା କାହାକୁ ଏମିତି ଭଲ ଲାଗିବନି କିଛି ମାନେ ନାହିଁ ଭାଇ। ତ ଆପଣ ମାନଙ୍କ ଭଲ ପାଇବା ଆଉ ସପୋର୍ଟରେ ମୁଁ ନିଶ୍ଚୟ କିଛି ସବୁ କିଛି ଆପଣଙ୍କୁ ଦେଖେଇ ପାରିବି। ଆପଣ ମାନେ ନ ଚାହିଁଲେ ମୁଁ କିଛି ବି ଦେଖେଇ ପାରିବିନି। ତ ଫାଇନାଲି ଏବେ ପୁରା ଅନ୍ଧାର ହେଇଗଲା। ତାପରେ ଆମେ ଦେଖିବା ଏଠି ନଈ କୂଳେ ଯୋଉ ମନ୍ଦିର ଗୁଡା ଥିଲା ତାର କିଛି ଭିଉ ଦେଖିବା। ତ ଲାଇଟ ଫାଇଟ ଲାଗିଛି କଣ କେମିତି ହେଇଛି ଦେଖିବା। ଆଉ କିଛି ବାଟ ତାପରେ କିଛି ବାଟ ଗଲା ପରେ ଆମର ସେଠି ଛକ ପଡିବ। ଛକ ପାଖରେ ତାପରେ ଦେଖିବା। ଏଇ ଆମ ଝିଅ ଏଠି ପଳେଇ ଜାଣି। ଆଉ ଏଇଟା ହେଲା ସେ ମନ୍ଦିର। ଆଉ ସେ ମନ୍ଦିର ଭିତରେ ଦେଖିବା ସେ ଯୋଉ ତାରିଣୀ ଅଛନ୍ତି ସେଠି ଦେଖିବା। ଭାଇ ଦେଖ ମନ୍ଦିର ଏଠି ଏମିତି କିଛି, ମନ୍ଦିର ତାଲା ପଡିଯାଇଛି, ସନ୍ଧ୍ୟା ରାତି ହେଇଗଲାଣି ବୋଲି। ତାରିଣୀ ମନ୍ଦିର, ମା ତାରିଣୀ। ଆଉ ଏମିତି କିଛି ଭିଉ ଅଛି ତାର ଉପରଟା, ଏମିତି ଚାରିକାର ଭିଉ। ଏଠି ଗୋଟେ ବଡ ବର ଗଛଟେ, ଓସ୍ତ ଗଛଟେ ମିଶିକି ଅଛି। ଆଉ ଏପଟେ ତ ହେଇ ସେଠି ଧଡା ଲାଗି ସେ ଯୋଉ ଲାଇଟ ଟା ଯୋଉଠି ଜଳୁଛି ଦେଖା ହଉଛି, ସେ ଲାଇଟ ପାଖରେ ଏଠି ଶିବ ମନ୍ଦିର ଟା ଅଛି। ଏମିତି କିଛି ତାର ଭିଉ ଅଛି। ଏପଟେ ଏଇ ପାହାଚ ହେଇଛି ସବୁ। ଏଇ ପାହାଚରେ ଗଲେ ଏପଟେ ନଈଟା ସେଇଟା ଦେଖା ହଉଥିବ। ଦେଖ ନଈଟା ହେଇ ଦେଖ ସେଠି ନଈ ଅଛି। ତାର ଏମିତି କିଛି ଭିଉ ଅଛି। ମୁଁ ଟିକେ ପଛକୁ ଯାଇକି ଦେଖଉଛି। ଏଟା ଏମିତି କିଛି ଭିଉ ଅଛି ୟାର। ହେଇ ଦେଖ ଏମିତି କିଛି ଭିଉ ଅଛି। ଏଇଟା ହଉଛି ସେ ବନ୍ଧଟା। ଆଉ ସେପଟେ ହେଇ ଦେଖ, ସେପଟେ କିଛି ଲୋକ ଠିଆ ହେଇକି କଥାବାର୍ତ୍ତା ହଉଛନ୍ତି। ଆଉ ଏଇଟା ହେଲା ସେ ଶିବ ମନ୍ଦିର। ଏଇଠି ଆଉ ଗୋଟେ ଶିବ ମନ୍ଦିରଟେ ବି ଅଛି ଏଠି। ଆଉ ଏପଟେ ହଉଛି, ଏପଟେ ଦେଖା ହଉନି ସେ ଯୋଉଟା ଲାଇଟ ଟା ଜଳୁଛି, ଏଇଟା ହଉଛି ବ୍ୟାଙ୍କ। ଏପଟେ ଗଲେ ସିଧା ସିଧା ରୋଡ ଟା ପଡିଛି। ଆସ ଯିବା। ଗାଡି ଗୁଡା ଆସୁଛି ନାହିଁ। ଏଠି ପୁରା ପ୍ରବଳ ଆକ୍ସିଡେଣ୍ଟ ବି ହଉଛି। ଏଇଟା ହଉଛି ଶିବ ମନ୍ଦିର ସେଟା। ତାପରେ ମୁଁ ଯିବି ସେ ଛକକୁ ମାନେ ସେ ଛୋଟ ଛୋଟ ଦୋକାନ ଯୋଉ ଅଛି, ଏଇଟା ହଉଛି ଶିବ ମନ୍ଦିର। ଏମିତି କିଛି ଅଛି ନଈ ପାଖ ମନ୍ଦିରର ଭିଉ। ଏଇଟା ହଉଛି ମନ୍ଦିର। ଆଉ ତାପରେ ମୁଁ ଛକକୁ ଯାଏ। ଛକକୁ ଗଲା ପରେ ବରା ଦିଟା ଖାଇବନି? ହଁ, ପାଟିରେ ପୁରେଇ ଦେଇଛୁ। ଆମେ ତାକୁ ଛକକୁ ଗଲା ପରେ ଛୋଟ ଛୋଟ ଦୋକାନ କିଛି ଅଛି ଦେଖାଯିବ। ହଁ, ଆମେ ତ ଆଗ ଦେଖାଉନି, ମୁଁ ଆଗ ଲାଇଟ ମାରିକି ଯାଏ ତାପରେ ଦେଖି। ମୁଁ ଆସି ପହଞ୍ଚିଗଲି ଆମ ଛୋଟ ଛକରେ। ମୋ ଗାଁରେ ଥିବା ଯୋଉ ଛକଟା ଅଛି ସେଠି ଦୋକାନ ବଜାର ଅଛି। ଏପଟେ ଆରମ୍ଭ କରିବ ଜଷ୍ଟ ଆମ ଗାଁ ଭିତରକୁ ପଶିବ କି ନାହିଁ, ଏଠି ଗୋଟେ ହନୁମାନ ମନ୍ଦିରଟେ ଅଛି। ଆଉ ସେଇଠି ଅଛି ଦୋକାନ। ଏଠି ସବୁ ଛୋଟ ଛୋଟ ଦୋକାନ। ଇଏ ଆଗରୁ ଛୋଟ ଛୋଟ ଦୋକାନ ଥିଲା, ଇଏ ସବୁ ବଡ ହେଇଗଲାଣି ଧୀରେ ଧୀରେ। ଘର ଫର କରିଗଲେଣି ମାନେ। ଆଉ ସେଠି ଗୋଟେ ନୂଆ ଦୋକାନ ହେଇଛି, ଛୋଟିଆ ଦୋକାନ ହେଇଛି ସେଟା। ସେଠି ନୂଆ ଦୋକାନଟା, ଛୋଟିଆ ଦୋକାନଟା ହେଇଛି। ଏଠି ଏତିକି ଦୋକାନ, ସେଠି ଗୋଟେ, ଏଠି ଗୋଟେ, ଦିଟା, ତା ପଛକୁ ଗୋଟେ ଅଛି। ସେଇଟା ହେଇ ଛୋଟିଆ ଦୋକାନଟେ। ଏପଟେ ସ୍କୁଲ, ଏଇଟା ସ୍କୁଲ ଗେଟ୍। ଏଇଟା ହେଇ ଛୋଟିଆ ଦୋକାନଟେ। ଏଠି ସବୁ କିଛି ମିଳେ। ଡାଲି ଚାଉଳ ପନିପରିବା ତ ଏଠି ମିଳିବନି। ପନିପରିବା ଆମର ସେ ବଜାରକୁ ଯିବାକୁ ପଡିବ। ଆଉ ଲୋ ଲାଇଟରେ ତ ରାତିରେ କିଛି ଦେଖାଉନି। ଏମିତି କିଛି ଏପଟକୁ ଏମିତି କିଛି ଭିଉ ଅଛି ଆମ ଛୋଟ ଛୋଟ ଦୋକାନ ଛକର। ଆଉ ଏଇପଟେ ତ ସ୍କୁଲଟା ଅଛି। ସ୍କୁଲଟା ରାତିରେ କିଛି ଲୋ ଲାଇଟରେ ତ କିଛି ଜଣା ପଡୁନି।
ये सब ट्यूशन जाइए छुआ सब फेरले आगर से गोटे दुकान अच्छी देख राति एमती किसी भ्यू अच्छी गाँव एमती किसी थिला आम गाँव भ्यू आ सब तो बुलिक देखिले भाई वीडियो भल लगी लाइक करेंगे और शेयर करी चैनल को सब्सक्राइब करिए रही जय जगन्नाथ भाई राम राम भाई तो बाय बाय।